नमस्कार आम यूट्यूब चैनल रो संपूर्ण गहाण पुराण सार कथा को आपण मानकु स्वागत। हाँ आज विषय हेउछि कौन तिनी माता गर्भरु किए जन्म हेछि। हेलो खतेई ए खतेई ए कौन करूछु वर्ष दिने गछरे पानी दउछु एपटे सुनिलु गोटे आश्रम रे गुरुदेव कहउथिले तिनी मा गर्भरु गोटे छुआ जन्म हेछि तांको शिष्य मानकु गुरुदेव कहउथिले कौन हला अरे गुरुदेव परा तांको शिष्य मानकु कहउथिले अरे गोटे मा गर्भरु गोटे संतान जन्म हुए दरकार पड़िले तीनटा संतान गोटे मा गर्भरु जन्म हुए हेले तीन मा गर्भरु गोटे संतान तिनी मा गर्भरु अरे ओलिया गुरुदेव अरे कौन हेछि कौन कौन कथा होछ कौन मते कहून। गुरुदेव हाँ जने गुरु अरे हे ओ तम दिजण मध्यरे कौन कथा होछ कौन। गुरुदेव हाँ ये ओलिया कहूची हाँ कुआड सुनी के आसिला गोटे हाँ कहूची तीन मा गर्भरु गोटे संतान जन्म। अरे हे ओ शिष्य मानकु मु ही कहूथिली जे तिनी मा गर्भरु किए जन्म हेछि तिनी मा गर्भरु गोटे संतान गोटे संतान जन्म हेछि किमिति जन्म हेछि केमिति मु तुमको कहूछि कौन हेले कहिबा पूर्वरु हाँ हमर पुराण सार कथारे टिके मझी जिबा। अच्छा सुन हे भाई पुराण सार कथा एही सुन हे भाई पुराण सार कथा एही पुराण जदि पढ़िब ज्ञान गुरु प्राप्त हेब पुराण जदि पढ़िब ज्ञान गुरु प्राप्त हेब संसार मुक्ति पथ पाई सुन हे भाई पुराण कथा एबे कही। अरे ओलिया गुरुदेव पुराण शुणिबा पूर्वरु हाँ प्रथम रे मोर पुच्छ मुठाटा को टिके आणे। पुच्छ वंदे वंदे देव उमापति सुर गुरु वंदे जगत कारण वंदे पन्नंग भूषण विभूधरं वंदे पत्नंग पति वंदे सूर्य सुसंगम नीनयनं वंदे मुकुंद प्रियं वंदे भक्तजन श्रेयांच वरदं वंदे शिव शंकर। सुनिब सुज्ञानने मन कर्ण देई सुनिब सुज्ञानने मन कर्ण देई जरा संध जन्म कथा देवा हे बुझाई ଆଉ ମଗଧ ଦେଶର ଅଟୋଇ ରାଜନ ବୃହଯକ୍ଷ ବୋଲି ଅଟେ ତାର ନାମ ତାଙ୍କର ପୁଣି ଦୁଇ ଗୋଟି ରାଣୀ ସୁମତି ଚାରୁମତି କହିଲିଟି ଜାଣି ହେଲେ ଦୁଇ ଗୋଟି ରାଣୀ ଅପୁତ୍ରୀ କହେଲେ हेले दुई गोटी रानी अपुत्री कहेले आज्ञा किए मध्य पुत्र जन्म लभिले नहीं तो सेते बेले राजा को दे बोलती वचन जहा कहूअछु सुन हे राजन आगे तुम्हे बे पुणी तपस्या करी जीव फल मिलिले पुत्र जन्म हेब एमंत पुणी राजा को बोइले
ଏମନ୍ତ ପୁଣି ରାଜାକୁ ବୋଇଲେ ଏ କଥା ଗୋଟିକ ରାଜା ମନେ ଚିନ୍ତିଲେ ଆଉ ମନ ମଧ୍ୟ ଚିନ୍ତିଲେ ବୃହଦ୍ରଥ ରାଜନ ସେଠାବରୁ ପୁଣି କରିଲେ ଗମନ ଦୁର୍ବାସା ଋଷିଙ୍କ ଅଟଇ ଉଦ୍ୟାନ ସେଠାବରେ ତପ କଲେ କ ଯାଇଣ ଏବେ ଶୁଣିବଟି ଦେଇ ମନ ହି ଜ୍ଞାନୀ ଜନ ଏବେ ଶୁଣିବଟି ଦେଇ ମନ ଗୁରୁଦେବ ଆଲୋ ଖତେଇ ଗୁରୁଦେବ ମଗଧ ଦେଶର ରାଜା ବୃହଦ୍ରଥ ବୃହଦ୍ରଥ ହେଲେ ତାଙ୍କର ହଉଛି ଦୁଇଟି ରାଣୀ ଦିଟା ରାଣୀ ସୁମତି ଆଉ ଚାରୁମତି କର୍ମ ଦୋଷ ଦୁଇ ଗୋଟି ରାଣୀ ଯାକ ଅପୁତ୍ରିକ ହେଇଗଲେ ପିଲା ହେଲାନି ପୁଅ ଝିଅ ଜନ୍ମ ହେଲା ନାହିଁ ନାଇଁ ନାଇଁ ଦିନେ ଦୁଇ ରାଣୀ ମନ ଦୁଃଖ କରି ରାଜାଙ୍କୁ କହିଲେ ହେ ରାଜନ କର୍ମଦାୟକ ହେଉଛନ୍ତି ଶିବ ତମେ ତାଙ୍କୁ ଆମର ଦୁଃଖ ଜଣାଅ ସେ ଚାହିଁଲେ ଆମେ ପୁତ୍ରବତୀ ହେଇପାରିବୁ ସେତେବେଳେ ବୃହଦ୍ରଥ ଚିନ୍ତା କଲେ କଣ କରିବେ ଦୁର୍ବାସା ଋଷିଙ୍କର ଉଦ୍ୟାନରେ ଯାଇକି ପହଞ୍ଚି ଗଲେ ସେଇଠି ବସିକି ତପ କଲେ ଆଜ୍ଞା ତପ କରୁଛନ୍ତି ଏବେ ଯେ ରାଜନ 12 ବର୍ଷ ବିତି ଗଲା ଏହିପରି ଜାଣ ଦୁର୍ବାସା ଋଷି ସେତେବେଳେ ଆସିଲେ ଦୁର୍ବାସା ଋଷି ସେତେବେଳେ ଆସିଲେ ରାଜାଙ୍କର ଦୁଃଖ କଥା ତାହାଙ୍କୁ ପୁଛିଲେ ରାଜା କହୁଛନ୍ତି ଶୁଣ ହେ ମହର୍ଷି ମୋହର ପୁଅ ଝିଅ ନାହିଁ କିଛି ତେଣୁ ମୁଁ ଏଠାରେ ତପସ୍ୟା କରୁଛି ଏହି କଥାଟି କହୁଅଛି ବାଛି ସେତେବେଳେ ଦୁର୍ବାସା ଯେ ଆମ୍ବଟିଏ ଦେଲେ ସେତେବେଳେ ଦୁର୍ବାସା ଯେ ଆମ୍ବଟିଏ ଦେଲେ ରାଣୀକୁ ନେଇ ଦିଅ ହେ ବୋହିଲେ ରାଣୀକୁ ନେଇ ଦିଅ ହେ ବୋହିଲେ ନିଶ୍ଚୟ ରାଣୀ ହେବେ ଗର୍ଭବତୀ ଜନ୍ମ ହେବ ତୁମ୍ଭ ପିତୃ ପୁତ୍ର ସନ୍ତତି ସେହି ଆମ୍ବକୁ ରାଜା କରେ ଧରିଲେ ସେହି ଆମ୍ବକୁ ରାଜା କରେ ଧରିଲେ ନିଜ ଉଆସେ ଲେଉଟି ଆସିଲେ ମନ ମଧ୍ୟରେ ଚିନ୍ତିଲେ କଜାଣ ଜଣକୁ ଦେଲେ ଉଣା କରିବ ମନ ଯଦି ଏ ଗୋଟିଏ ରାଣୀକୁ ମୁଁ ଦେବି ଆଉ ଗୋଟିଏ ରାଣୀର କଷ୍ଟକୁ ଦେଖିବି ଏମନ୍ତ ଭାବି କହୁ ସେ ରାଜନ ମନ ମଧ୍ୟରେ ଚିନ୍ତିଲେ ତକ୍ଷଣ ଏବେ ବୁଝାଇ ଦେବି ମୁଁ ହିଁ ସଭାଜନ ଏବେ ବୁଝାଇ ଦେବି ମୁଁ ଜାଣ ଗୁରୁଦେବ ଆରେ ଖତେଇ ଦୁର୍ବାସା ଋଷିଙ୍କର ଉଦ୍ୟାନରେ ଯେତେବେଳେ ତପ କରୁଛନ୍ତି ରାଜା ଦୁର୍ବାସା ଋଷି ଗୋଟିଏ ଆମ୍ବ ଦେଲେ ଆମ୍ବଟିଏ ଦେଲେ କହିଲେ ହେ ରାଜା ତମେ ରାଣୀକୁ ନେଇ ଏଇ ଫଳଟି ଦେଇଦିଅ ରାଣୀ ନିଶ୍ଚୟ ଗର୍ଭବତୀ ହେବେ ତମର ପୁତ୍ର ସନ୍ତତି ଜନ୍ମ ହବ ରାଜା କଲେ କଣ ଫଳଟିକୁ ଧରି ପକେଇଲେ ଗୃହକୁ ଲେଉଟି ଆସିଲେ ଚିନ୍ତା କଲେ ଆମ୍ବଟି କାହାକୁ ଦେବେ ଯଦି ସୁମତି କି ଦେବେ ଚାରୁମତି ମନ କଷ୍ଟ କରିବେ ଯଦି ଚାରୁମତି କି ଦେବେ
ସୁମତି ମନ କଷ୍ଟ କରିବେ ଚିନ୍ତା କଲେ ରାଜା ତେଣୁ ମନ ମଧ୍ୟରେ ଭାବିଲେ ନାହିଁ ଦି ଜଣ ଯାକକୁ ଦେଇଦେବି ଦି ଜଣ ଯାକୁ ଦେବେ ଆମ୍ବକୁ ଦୁଇ ଫାଳ କରିଲେ ଜାଣ ଆମ୍ବକୁ ଦୁଇ ଫାଳ କରିଲେ ଜାଣ ଓହୋ ଦୁଇ ରାଣୀ ମଧ୍ୟରେ କରିଲେ ବଣ୍ଟନ ତାକୁ ଦୁଇ ରାଣୀ ମଧ୍ୟରେ କରିଲେ ବଣ୍ଟନ ଦୁଇ ରାଣୀ ଯେ ଫଳକୁ ଖାଇଲେ ଆଉ ଦୁଇ ରାଣୀ ଯାକ ଗର୍ଭବାସ ହେଲେ 2 ମାସ 3 ମାସ 4 ମାସ ଜାଣ ଦିନକୁ ଦିନ ବିକଳିତ କ୍ଷଣ ଦିନକୁ ଦିନ ବିକଳିତ କ୍ଷଣ ଆଜ୍ଞା ଏହି ଭଳି ହୋଇ 10 ମାସ ହେଲା ଆଜ୍ଞା ଏହିପରି ହୋଇ 10 ମାସ ହେଲା ରାଣୀ ଦୁହିଁଙ୍କର ଗର୍ଭ କଷ୍ଟ ଆରମ୍ଭିଲା ରାଣୀ ଦୁହିଁଙ୍କର ଗର୍ଭ କଷ୍ଟ ଆରମ୍ଭିଲା ପ୍ରସବ କଲେ 2ଟି କୁମାର ପ୍ରସବ କଲେ 2ଟି କୁମାର ଆଉ ସମ୍ପୂର୍ଣ୍ଣ ନୁହଇ ଫାଳ ଫାଳ ତାର ଏତିକି ସୁବର୍ଣ୍ଣ କର ହେ ଜ୍ଞାନୀ ଜନ ଆଜି ଏତିକି ଶ୍ରବଣ କର ଅଳିଆ ଗୁରୁଦେବ ରାଣୀ ମାନେ ଫଳ ଫାଳେ ଫାଳେ ଖାଇଛନ୍ତି ଫାଳେ ଫାଳେ ଫଳ ଖାଇଲେ ହେଲେ ଇଏ ତ ଦୈବର ଘଟ ସୂତ୍ର ୟାକୁ କିଏ ଆନ କରିବ ନାହିଁ 2 ରାଣୀ ଗର୍ଭବାସ ହେଲେ 2 ରାଣୀ ଗର୍ଭବାସ ହେଲେ ଓହୋ ଦିନ ଗଡି ଗଡି ଯାଉଛି ସମୟ ଗଡି ଗଡି ଯାଉଛି 10 ମାସ ପୂର୍ଣ୍ଣ ହେଇଯାଇଛି ଗର୍ଭ କଷ୍ଟ ଆସିଲା 2 ରାଣୀ ପ୍ରସବ ହେଲେ ହେଲେ ଝିଅ ଗୁରୁଦେବ ଯୋଉ ପୁତ୍ର ଜନ୍ମ ହେଲା ସେ ପୁଅ ଏକାଙ୍ଗରେ ଜନ୍ମ ହେଇନି ମା ଏ ରାଣୀ ଦେହରୁ ଫାଳେ ଜନ୍ମ ହେଲା ସେ ରାଣୀ ଦେହରୁ ଫାଳେ ଜନ୍ମ ହେଲା ଯେତେବେଳେ ବିକଳାଙ୍ଗ ପିଲା ଦେଖିଲେ ଆଉ ଯେତେବେଳେ ବିକଳାଙ୍ଗ ପିଲା ଦେଖିଲେ ଏବେ 2 ରାଣୀ ମୂର୍ଚ୍ଛା ହୋଇ ପଡିଗଲେ ଏବେ 2 ରାଣୀ ମୂର୍ଚ୍ଛା ହେଇ ପଡିଗଲେ ଏକାଳେ ରାଜନ ଶୁଣିଲେ ତକ୍ଷଣ ରାଣୀ ମାନେ ବିକଳାଙ୍ଗ ଜନ୍ମୀ ନନ୍ଦନ ପଟୁଆଳ ମାନଙ୍କୁ ରାଜା ଡକାଇଲେ କିସ କହୁଛରେ ଚଇତା ଗାଁ ଯାକ ଆର ଭଇତା ଚଇତା କହୁଛି ଦୁନି ବଇଛି ଚଇତା ଆରେ ତାର ହାତ ଧରି ବିବାହ କରିଛୁ ପରା କହୁଛି ତ ସେ ଗାଁରେ କଣ ହେଲେ ଆଜ୍ଞା ଲକ୍ଷ୍ୟ କରନ୍ତୁ 2 ରାଣୀ ଯେତେବେଳେ ପ୍ରସବ ହେଲେ 2ଟା ଫାଳ ଗୋଟିଏ ପୁତ୍ରର 2 ଫାଳ 2 ମାଙ୍କର ଗର୍ଭରୁ ଜନ୍ମ ହେଇଛି ଯେତେବେଳେ କଥାଟା ରାଜା ଶୁଣିଲେ ରାଣୀ ମାନେ ବିକଳାଙ୍ଗ ପୁତ୍ର ଜନ୍ମ କରିଛନ୍ତି ପିଣ୍ଡରେ ପ୍ରାଣ ନାହିଁ ଏଣେ ରାଣୀ ମାନେ ମୂର୍ଚ୍ଛା ହେଇକି ପଡିଛନ୍ତି ସେତେବେଳେ ରାଜା ବହୁତ ଦୁଃଖ କଲେ ବହୁତ ମନ କଷ୍ଟ କଲେ କିଏ କରିବନି ମା ଫାଳେ ଫାଳେ ପିଲା ଏଙ୍କୁ ନାହିଁ କି ଚେଙ୍କୁ ନାହିଁ ହେଲେ ଅଳିଆ କଟୁଆଳ ମାନଙ୍କୁ ରାଜା ଡାକି ଦେଲେ କହିଲେ ରେ ସୈନ୍ୟଗଣ ଏ ପିଲାକୁ ନେଇକି ଏ 2 ଫାଳ ଯୋଉ ପିଲା ଆକୁ ନେଇକି ଶ୍ମଶାନରେ ଫୋପାଡ଼ି ଦିଅ ଫୋପାଡ଼ି ଦେଇ ଆସ ଆଜ୍ଞା ଆଜ୍ଞା ମାତ୍ରେ କହୁ 4 ମାନେ ଗଲେ ଆଉ ଆଜ୍ଞା ମାତ୍ରେ କହୁ 4 ମାନେ ଗଲେ 2 କୁମର
ଫାଳକୁ ଦୁଇ ଜଣ ଧରିଲେ ଆହା ଦୁଇ ଫାଳକୁ ଦୁଇ ଜଣ ଧରିଲେ ହଉ ଆଉ ଶ୍ମଶାନରେ ତାକୁ ଦେଲେ କ ପକାଇ ହଁ ହଁ ଶ୍ମଶାନରେ ତାହାକୁ ଦେଲେ କ ପକାଇ ରାଜପୁରକୁ ସର୍ବେ ମିଳିଲେ ଯାଇ ହଁ ଶ୍ମଶାନେ ଦୁଇ ଫାଳ ପଡ଼ିଥିଲା ଓହୋ ଆଉ ଶ୍ମଶାନରେ ଦୁଇ ଫାଳ ପଡ଼ିଥିଲା ଏ ସମয়ে ଯାହା ଘଟିଲାଟି होला ଓହୋ ଦୈବର ଘଟ ସୂତ୍ରକେ ଆନ କରିବ ନାଇଁ ତ ଦୈବର ଘଟ ସୂତ୍ରକେ ଆନ କରିବ ଆହା ଯାହା ଲେଖା ଅଛି ନିଶ୍ଚୟ ଘଟିବ ନିଶ୍ଚୟ ଯାହା ଲେଖା ଅଛି ନିଶ୍ଚୟ ଘଟିବ ଆହା ବନରେ ବୁଲୁଥିଲା ସେ ଜରା ରାକ୍ଷାସୀ ଓହୋ ବନରେ ବୁଲୁଥିଲା ସେ ଜରା ରାକ୍ଷସୀ ହଉ ପହଞ୍ଚି ଗଲା ଶ୍ମଶାନରେ ଆସି ପହଞ୍ଚି ଗଲା ଶ୍ମଶାନରେ ଆସି ଆଚ୍ଛା ଏହି କୁମୋର ଦେହରେ ତାହାର ନୟନ ପଡ଼ିଲା ଯାଇ ଏବେ ତତ୍କ୍ଷଣ ଓହୋ ଦୁଇଟି ଫାଳ ପଡ଼ିଅଛି ପୁଣି ହଁ ଭାବିଲା ଅସୁରୀ ମନ ମଧ୍ୟରେ ଜାଣି କଣ ପୁତ୍ରକୁ କିଏ କରିଅଛି ଫାଳ ଆହା ପୁତ୍ରକୁ କିଏ କରିଅଛି ଫାଳ ହଁ ନିଶ୍ଚୟ ଖାଇବୁ ୟାକୁ ମୁଁ କେବଳ ହଁ ନିଶ୍ଚୟ ଖାଇବି ୟାକୁ ମୁଁ କେବଳ ହଉ ହେମନ୍ତ ଜରା ମନେ ଚିନ୍ତା କଲା ଦୁଇ ଫାଳକୁ ଦୁଇ ହସ୍ତେ ଧରିଲା ଏଠୁ ଅନ୍ତେ ଯାହା ହେଲା ଶୁଣ ସୁଯୋଜନ ଏଠୁ ଅନ୍ତେ ପୁଣି ଯାହା ହୋଇଲା ହେଲେ ଖତେଇ ଗୁରୁଦେବ କଣ ବୁଝୁଛୁ କଣ ଇଏ ହଉଛି ଦେବତାଙ୍କର ଘଟ ସୂତ୍ର ଆଚ୍ଛା ଆଚ୍ଛା ଯେତେବେଳେ ଯାହା ହେବାକୁ ଥିବ ନିଶ୍ଚୟ ହବ ଘଟିବ ହେଲେ ସୈନ୍ୟ ସାମନ୍ତ ମାନେ ଦୁଇ ଫାଳକୁ ନେଇ ଶ୍ମଶାନରେ ପକେଇ ଦେଇଛନ୍ତି ଆଜ୍ଞା ଦୁଇ ଫାଳ ପଡିଛି ହଁ ତେଣେ ଜରା ନାମକ ରାକ୍ଷସୀ ହଁ ଅରଣ୍ୟରେ ବୁଲି ବୁଲି ଆସି ଶ୍ମଶାନ ଘାଟରେ ପହଞ୍ଚିଗଲା ଗଲା ଯେତେବେଳେ ଶ୍ମଶାନରେ ପହଞ୍ଚିଲା ଆଜ୍ଞା ଦେଖିଲା ନରଗନ୍ଧ ଆସୁଛି ମନୁଷ୍ୟ ବାସନ କଲା କୋଉଠି କଣ ଅଛି ଦେଖିଲା ଗୋଟିଏ ଶିଶୁର ଦିଟା ଫାଳ ପଡିଛି ପଡିଛି ଆରେ କଣ ଏମିତି ହଉଛି ଏଇଟା ଅସୁରଣୀ ଭଳିଆ ହଉଛି ଯାହା ନାହିଁ ତା ଖାଇଦବ କାଇଁ ବସ ଗୁରୁଦେବ ମତେ ତ କିଛି ଆସୁନା ଆରେ ଦେଖିଲା ହଁ ଗୋଟିଏ ପୁତ୍ରର ଦିଟା ଫାଳ ପଡିଛି ପଡିଛି ଚିନ୍ତା କଲା ଅସୁରୀ ହଁ ଆଚ୍ଛା ଆଚ୍ଛା ଯେ ୟାକୁ ପିଲାଟାକୁ କିଏ ଦି ଫାଳ କରିକି ମାରି ଦେଇଛି ମାରି ସେଟା କରି ପକେଇ ଦି ଦି ଫାଳ କରିକି କିଏ ମାରି ମାରି ଦେଇଛି ଓହୋ ଚିନ୍ତା କଲା ଅସୁରୀ ଯାହା ହଉ ହଁ ହଁ କିଏ ମାରୁଛି ମାରୁ ମାରୁ ମୋର ତ ଇଏ ଆହାର ଖାଇବି ସହଜେ କଅଁଳିଆ ମାଂସ ଓହୋ ୟାକୁ ଆଜି ମୁଁ ଖାଇବି ଆହା ମତେ ପାପ ମଧ୍ୟ ଲାଗିବନି ନାଇଁ କାହିଁକି ନା ମୃତ ପିଲାଟା ମଲା କିଏ ପିଲାଟା। ପୂର୍ବରୁ ମାରି ଦେଇଛି ହଁ। ଦି ଫାଳ କରିଦେଇଛି ହଁ। ମୁଁ ଆକୁ ଖାଇବି। ଖାଇଦେବି ଚିନ୍ତା କଲା କିଏ ଜରା ଜରା ଅସୁରୀ ଚିନ୍ତା କଲା ଖାଇବି ତ ଖାଇବି ହଁ ହଁ ପିଲାଟା ବଡ ସୁନ୍ଦରିଆ ଲାଗୁଛି ବାଃ। ଆଚ୍ଛା ଆଚ୍ଛା ଦି ଫାଳ କିଏ କରିଦେଇଛି ଦେଖିଆ ଫାଳ ଦିଟାକୁ ଯୋଡିକି ଆକୁ ଦେଖିବି ହଁ 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 କେତିକି ଆଜ୍ଞା ଦୁଇ ଫାଳକୁ ଦୁଇ করে ଧରି ଦୁଇ ଫାଳକୁ ଦୁଇ করে ଧରି ମିଶାଇ ଦେଖୁଛି ସେ ଜରା ସବରି ହଁ ହଁ ମିଶାଇ ଦେଖୁଛି ସେ ଜରା ସବରି ଓ ଦେଖିଲା ରୂପଟି ଇଏ ଅତି ସୁନ୍ଦର ହଁ ହଁ ଦେଖିଲା ରୂପ ତାର ଅତି ସୁନ୍ଦର ଓହୋ
ଏହାକୁ ଏବେ କରିବି ଆହାର ଦୁଇ ଫାଳକୁ ମିଶାଇଣ ଦେଲା 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 ପାଟି ପଟେ ତାକୁ ଗର୍ଭକୁ ଖେପିଲା ଖାଇ ହେଲେ ଅଲଗା ଅଲଗା ନ ଖାଇ ହଁ ଇଏ ଚିନ୍ତା କଲା କଣ ଏ ଦିଟାକୁ ଟିକେ ମିଶେଇ ଦେବି ମିଶେଇ ଦେବି ମିଶେଇ ଦେଇକି ଆକୁ ଖାଇବି ହଁ ଏ ତ କଅଁଳିଆ ମାଂସ ହଁ। ଭାରି ଭଲ ଲାଗିବ ଖାଇଦେଲା ହଁ ଖାଇଦେଲା ଦି ଫଳଟାକୁ ଯୋଡିଦେଲା ଦି ଫଳ ଯାକକୁ ଆଜ୍ଞା ମିଶେଇକି ଯେତେବେଳେ ଖାଇଦେଲା ଅସୁର ହଁ ଇଏ ଯୋଉ ଗର୍ଭକୁ ଗଲା ଗଲା ଦଇବର ଘଟ ସୂତ୍ର କେଆନ କରିବ ଦଇବର ଘଟ ସୂତ୍ର କେଆନ କରିବ ପୁତ୍ର ଗୋଟି କିମ୍ବା ଗର୍ଭରେ ରହିବ ଦୁଇ ଫାଳ ଯହୁ ହୋଇଲା ମିଳନ ଗର୍ଭରେ ଯେତେବେଳେ ପାଇଗଲା ସ୍ଥାନ ଶରୀରେ ପଶିଲା ତାହାର ଜୀବନ ହଁ ଶରୀରେ ପଶିଲା ତାହାର ଜୀବନ ଓହୋ ଜରାଗ୍ରଜେ ପେଟ ଗୋଟି ଏବେ ଚିରି ଦେଲା ହଁ ଜରାର ପେଟ ଗୋଟି ଏବେ ଚିରି ଦେଲା ଓ ହୁଙ୍କାର ରଟି କରି ପେଟକୁ ବାହାରିଲା ହତେଇ ଗୁରୁଦେବ ଅଳିଆ ଗୁରୁଦେବ ଆରେ ଓ ଇଏ ହଉଛି ଦୁର୍ବାସା ଋଷିଙ୍କର ଫଳ ହଁ ତାକୁ କିଏ ଆନ କରିବ କିଏ ଯେତେବେଳେ ଯୋଡି ଦେଇଛି ଜରା ହଁ ଗର୍ଭକୁ ଯେତେବେଳେ ଖେପି ଦେଇଛି ଏ ଦୁଇ ଫାଳ ଯୋଡି ହୋଇ ଯେତେବେଳେ ଗର୍ଭରେ ସ୍ଥାନ ପାଇଗଲା ଓହୋ ତାର ଶରୀର ଭିତରକୁ ଜୀବନ ପଳେଇ ଆସିଲା ହଁ ଶରୀର ଭିତରକୁ ଜୀବନ ପଳେଇ ଆସିବ ଜୀବନ ପଳେଇ ଆସିଲା ହଁ ଜରାର ପେଟ ଚିରି ହଁ ହୁଙ୍କାର ନାଦ କରି ପିଲା ବାହାରକୁ ବାହାରିଲା ଜରା ଗର୍ଭରୁ ହଁ ହଁ ପୁତ୍ର ଜନ୍ମ ହେଲା ହଁ ଯୋଉ ରଡିଟି ଛାଡିଲା ହଁ ବୃହତ ଥର ଆସନ ଟଳମଳ ହେଲା ଓହୋ ସୈନ୍ୟ ସାମନ୍ତକୁ ରାଜା ଯେ ଡକାଇ ହଁ କେଉଁ ଦିଗରୁ ରଡି ଯେ ଶୁଭଇ ସଙ୍ଗତରେ ନେଇ ପାତ୍ର ମନ୍ତ୍ରୀ ଗଣ ଶ୍ମଶାନ ଘାଟରେ ମିଳିଲେ ତକ୍ଷଣ ଓ ଆଉ ଦେଖିଲେ କଜରା ମରି ପଡିଅଛି ଆଉ ଦେଖିଲେ କଜରା ମରେ ପଡିଅଛି ପୁତ୍ର ଗୋଟି କଦେ ପାଶରେ ବସିଛି ପେଟକୁ ପୁଣି ଚିରିଥିଲା ଜାଣ ତେଣୁ କରି ଜରା ସନ୍ଧ ବହିଲା କନାମ ଦୁଇ ସନ୍ଧିକୁ ମିଶିବାର ପାଇଁ ଜରା ସନ୍ଧ ବୋଲି ନାମକୁ ବହଇ ଏହିପରି ତିନି ମାତା ଗର୍ଭ ଦୁର୍ଦାଣ ଜରା ସନ୍ଧ ବୀରର ହୋଇଲା ଜନ୍ମ ଅଳିଆ ଦୁଇ ମା ଗର୍ଭରୁ ଦୁଇ ଫାଳ ଜନ୍ମ ହେଇଥିଲା ଜରାସନ୍ଧ ଖାଇବାରୁ ଆଜ୍ଞା। ତାର ଗର୍ଭ ଚିରିକି ବାହାରିଲା ଆଚ୍ଛା। ତେଣୁ ତାର ନାମ ହେଲା ଜରାସନ୍ଧ ତମର କଥା ଥିଲା ତିନି ମା ଗର୍ଭରୁ କିଏ ଜନ୍ମ ହେଇଛି ହଁ। ସିଏ ହଉଛି ଜରାସନ୍ଧ ବୋଲ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।